ହାଇଦ୍ରାବାଦ ର ନାଗୋଲେ ଷ୍ଟାଡିୟମ ରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ଜଣେ ଯୁବକଙ୍କର ହଠାତ୍ ମୃତ୍ୟୁ ଘଟିଛି। ଖବର ଶୁଣିଲା ବେଳକୁ ଅଜବ ଲାଗିଲେ ମଧ୍ୟ ଏହା ସତ। 25 ବର୍ଷୀୟ ଗୁନ୍ଦଲା ରାକେଶ ବ୍ୟାଡମିଣ୍ଟନ ଖେଳୁଥିବା ବେଳେ ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ ରାକେଶ କାମ କରୁଥିବା ବେଳେ ରବିବାର ଦିନ ରାତି 8ଟାରେ ଷ୍ଟାଡିୟମରେ ସାଙ୍ଗମାନଙ୍କ ସହ ସେ ବ୍ୟାଡମିଣ୍ଟନ ଖେଳୁଥିଲେ। ଖେଳିଲା ବେଳେ ସଟଲ କର୍କଟି ପଡି ଯାଇଥିଲା, ଯାହାକୁ ଗୋଟାଇ ଆଣିବା ବେଳେ ହିଁ ରାକେଶଙ୍କୁ ହାର୍ଟ ଆଟାକ ଆସିଥିଲା ଆଉ ସେ ତଳେ ପଡି ଯାଇଥିଲେ। ଏତିକି ବେଳେ ସେଠାରେ ଉପସ୍ଥିତ ଲୋକ ରାକେଶଙ୍କ ଚେତା ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନା ନେଇଯିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରାକେଶ ସ୍ୱାସ୍ଥ୍ୟଗତ ଭାବେ ଏକଦମ ଫିଟ୍ ଥିଲେ। ଏ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଅନେକଙ୍କ ଚିନ୍ତା ବଢି ଯାଇଛି। ସମ୍ପୂର୍ଣ୍ଣ ଘଟଣାର ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଲୋକମାନେ ନିଜର ମତ ପ୍ରକାଶ କରିଛନ୍ତି।